ଲହଡ଼ା ଗ୍ରାମରେ ଆଖିମୁଠି ବୁଣିଲେ ଗଅଁଦିଆ ବ୍ଲକ କଂଗ୍ରେସ ସଭାପତି ଡକ୍ଟର ବନମାଳୀ ଦାସ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ଅନ୍ତର୍ଗତ କାଶୀପୁର ଗ୍ରାମ ପଞ୍ଚାୟତ ଅଧୀନ ଲହଡ଼ା ଗ୍ରାମରେ ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଜାତୀୟ କଂଗ୍ରେସ ଦଳର ଗଅଁଦିଆ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ଦଳର ବ୍ଲକ ସଭାପତି ଡକ୍ଟର ବନମାଳୀ ଦାସ ଚାଷୀମାନଙ୍କ ଗହଣରେ ଅତି ଆନନ୍ଦ ଉଲ୍ଲାସର ସହିତ ଆଖିମୁଠି ବୁଣିଥିଲେ। ତତ୍ସହିତ ଏହି ଡବଲ ଇଞ୍ଜିନ ସରକାରରେ ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ ଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଚାଷୀ ଭାଇମାନେ ଅନେକ ସମୟରେ ପ୍ରଭାବିତ ହେଉଥିବାର ଦେଖିବାକୁ ମିଳୁଛି ବୋଲି ସେ କହିଥିଲେ। ପୂର୍ବରୁ କଂଗ୍ରେସ ସରକାର ସମୟରେ ଚାଷୀମାନଙ୍କୁ ଯେଉଁ ସବୁ ସୁବିଧା ଯଥା କୃଷି ଋଣ ଛାଡ଼, ସାରା ଔଷଧ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣର ସବସିଡି ପ୍ରଦାନ ଆଦି ଅନେକ ସୁବିଧା ମିଳୁଥିଲା, କିନ୍ତୁ ଏବେ ଚାଷ କ୍ଷେତ୍ରରେ ଚାଷୀ ଭାଇଟିକୁ ଏହି ସରକାରଙ୍କ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ସୁବିଧା ସଠିକ ସମୟରେ ମିଳୁନଥିବାକୁ ନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଚାଷୀମାନଙ୍କ ସହିତ ସବୁ ସମୟରେ କଂଗ୍ରେସ ଦଳ ରହିଛି ଓ ରହିବ ବୋଲି ସେ ପ୍ରକାଶ କରିଥିଲେ। ମୋ ନାଁ ବନମାଳୀ ଦାସ, ମୁଁ ଗଅଁଦିଆର ବ୍ଲକ କଂଗ୍ରେସ କମିଟିର ସଭାପତି ଅଛି। କହିବେ ଆଜି ପବିତ୍ର ଅକ୍ଷୟ ତୃତୀୟାରେ କମିଟି ବୁଣିଲେ ଦଳିତ ଆଦିବାସୀଙ୍କ ଗହଣରେ କ'ଣ କହିବେ? ଆଜି ହେଉଛି ଗୋଟେ ବଡ଼ ପବିତ୍ର ଦିନ ଏବଂ ଦିବ୍ୟ ମୁହୂର୍ତ୍ତର ଦିନ। କାହିଁକି ନା ଆଜି ହିଁ ପ୍ରଭୁ ଜଗନ୍ନାଥଙ୍କର ରଥ କାମ ଆରମ୍ଭ ହୁଏ। ଯେହେତୁ ଦିବ୍ୟ ମୁହୂର୍ତ୍ତର ସମୟଟା ଅକ୍ଷୟ ତୃତୀୟା, ତେଣୁ ଜଗନ୍ନାଥଙ୍କର ରଥ କାର୍ଯ୍ୟ ଆଜି ଆରମ୍ଭ ହୁଏ ଏବଂ ଆମ ଭାରତବର୍ଷ ହେଉଛି କୃଷି ପ୍ରଧାନ ଏବଂ ଋଷି ପ୍ରଧାନ ଦେଶ। ତା ଭିତରୁ କୃଷି ହେଉଛି ଆମ ଓଡ଼ିଶାର ଜୀବନ ଜୀବିକା। କାହିଁକି ନା ଆମ ଓଡ଼ିଶାରୁ ହିଁ ଧାନ ପ୍ରଥମ ଉତ୍ପାଦନ ହେଇଥିଲା। ତେଣୁ ଆମର ଓଡ଼ିଶାର ଚାଷୀ ଭାଇମାନେ ଓଡ଼ିଶାକୁ ଖାଦ୍ୟ ଯୋଗାଉଛନ୍ତି। ଏହି ଦିନରେ ସେମାନେ ପ୍ରଥମେ ଏଇ ଅକ୍ଷିମୁଠି ଯେଉଁ କରନ୍ତି ଧାନ ପ୍ରଥମେ ହିଁ ଆଜି ବୁଣିଥାନ୍ତି। ଆଜି ଦିନରେ ବୁଣିଲେ ଶସ୍ୟ ଧରିତ୍ରୀ ମାତାରେ ଉତ୍ତମ ଶସ୍ୟ ଉତ୍ପାଦନ ହୋଇଥାଏ ଆଉ ଉତ୍ତମ ଫଳ ହୋଇଥାଏ, ଯେଉଁଟାକି ଆମର ଜୀବନ ବଞ୍ଚିଥାଏ ଶସ୍ୟକୁ ଖାଇକିରି। ତେଣୁ ଇଏ ଗୋଟେ ବଡ଼ ଦିବ୍ୟ ମୁହୂର୍ତ୍ତ, ଦିବ୍ୟ ସଂଯୋଗ ଆମର ଜୀବନ ଜୀବିକାକୁ ଆଗକୁ ନେବା ପାଇଁ, କୃଷି ଭାଇମାନଙ୍କର ଉନ୍ନତି କରିବା ପାଇଁ। କାହିଁକିନା କୃଷି ବିନା ଆମ ଦେଶ କେବେ ହେଲେ ଅଗ୍ରଗତି କରିପାରିବନି। ଆମ ଦେଶ ଆଜି ଅଗ୍ରଗତି ଯଦି କରିଥାଏ ତାହେଲେ କୃଷି ପାଇଁ, କୃଷକ ଭାଇମାନଙ୍କ ପାଇଁ। ସେଥିପାଇଁ ଆମର ଗୋଟେ କଥାରେ ଅଛି, ଜୟ ଯବାନ ଜୟ କିଷାନ। କିଷାନର ଯଦି ଜୟ ନହେଲା ତାହେଲେ ଦେଶର କେବେ ଜୟ ହେଇପାରିବନି। କୃଷି ପ୍ରଧାନ ରାଜ୍ୟ ହିସାବରେ ଓଡ଼ିଶାର ଆଜି ହେଉଛି ସେ ଦିନ। ତେଣୁ ପ୍ରଥମେ ଆମ ସମସ୍ତ ଚାଷୀ ଭାଇମାନଙ୍କୁ ନେଇକରି ପ୍ରତି ଗାଁରେ, ପ୍ରତି ପୁରପଲ୍ଲୀରେ ଆଜି ହିଁ ଶସ୍ୟ ବୁଣା ହେଇଥାଏ, ସେଇ ଉଦ୍ଦେଶ୍ୟରେ କି ଆଗକୁ ଅନାହାର କେହି ନ ରୁହନ୍ତୁ ଆଉ ବହୁତ ପରିମାଣରେ ଶସ୍ୟ ଉତ୍ପାଦନ ହେଉ। ଏଇଟା ସେ ଦିବ୍ୟ ମୁହୂର୍ତ୍ତର ଦିନ। ତେଣୁ ଆଜି ମୁଁ ଏଠି ଆମର ଭାଇମାନଙ୍କୁ ଧରି ଲହଡ଼ା ଗ୍ରାମରେ ଅଭିମନ୍ୟୁ କମାର ଭାଇ ଆଉ ସେ ମୋତେ ଡାକିଥିଲେ ତାଙ୍କ ବିଲରେ ଆଜି ଅନୁକୂଳ କରିବା ପାଇଁ। ଲହଡ଼ାର ସମସ୍ତ ଅଗଣିତ ଭାଇମାନେ, ମାଆମାନେ ଅଛନ୍ତି, ତାଙ୍କର ଉତ୍ସାହ ଆଉ ଆଗ୍ରହ ସକାଶେ ମୁଁ ଆଜି ଏଠି ଆସି ଏଇ ବିଲରେ ଆମର ଧରିତ୍ରୀ ମାତାରେ ଏଠି ଆମେ ଆଜି ଶସ୍ୟ ପ୍ରଥମେ ବୁଣିଲୁ। ଆମ ଲହଡ଼ା ଆଜି ପବିତ୍ର ଦିବସ ଯେଉଁ ଅକ୍ଷୟ ତୃତୀୟା, ଏଇ ଇଏରେ ଆମର ବ୍ଲକର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ବନମାଳୀ ଦାସଙ୍କୁ ଡାକି ଆମେ ପ୍ରଥମ ଅକ୍ଷୟ ତୃତୀୟା ଟିକେ ଆଜି ପବିତ୍ର ଦିବସ ପାଳନ କଲୁ। ମୁଁ ବୀରେନ୍ଦ୍ର ଧଳ, ଘର ଲହଡ଼ା। ଯେ ବନମାଳୀ ଦାସ ଜଣେ ସମାଜସେବୀରୁ ରାଜନେତାକୁ ଆଜି ଆସିଛନ୍ତି। ସେ ଆମ ଗଅଁଦିଆ ବ୍ଲକ ସଭାପତି କଂଗ୍ରେସର ଅଛନ୍ତି। ଆମମାନେ ବହୁତ ଖୁସି। ତେଣୁ ସେହି ପରିପ୍ରେକ୍ଷୀରେ ଆମ ଗାଁର ବସ୍ତି ବାସିନ୍ଦା ମାନେ SC ST ଲୋକମାନେ ସମସ୍ତେ ଭାଇଙ୍କି ଡାକିଛନ୍ତି ଅକ୍ଷୟ ତୃତୀୟା ଦିନ ଏଠି ଅକ୍ଷୟମୁଠି ଆରମ୍ଭ କରିବେ। ଆମମାନେ ବହୁତ ଖୁସି, ଏଭଳି ଜଣେ ବ୍ୟକ୍ତିତ୍ୱକୁ ପାଇ ଆମେ ଆଜି ବହୁତ ଖୁସି ଅନୁଭବ କରୁଛୁ। ମୁଁ ସୁଭାଷ ମଲ୍ଲିକ, ଗ୍ରାମ ଲହଡ଼ା। ଆଜି ପବିତ୍ର ଦିବସ ଅକ୍ଷୟ ତୃତୀୟା। ଆଜି ଅକ୍ଷୟ ତୃତୀୟାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଙ୍କର ଅଖ କାର୍ଯ୍ୟ ହୁଏ। ଆଜି ଏ ପବିତ୍ର ଦିବସରେ
ଶସ୍ୟ ଶ୍ୟାମଳା ଧାନ ବୁଣିଲେ ଭଲ ଶସ୍ୟ ହେବ। କଥାରେ ଅଛି ଜୟ ଯବାନ ଜୟ କିଷାନ। ଦେଶର ବିକାଶ ତ କୃଷିର ବିକାଶ, କୃଷିର ବିକାଶ ହେଲେ ଦେଶର ବିକାଶ ହେବ। ତେଣୁ ଆଜି ସମସ୍ତେ ଏ ପବିତ୍ର ଦିବସରେ ଆମ ଗ୍ରାମର ଦଳିତ ଆଦିବାସୀ ଆମେ ଏକତ୍ରିତ ହୋଇଛୁ। ଆମ ଗଅଁଦିଆ ବ୍ଲକର ପ୍ରେସିଡେଣ୍ଟ ବ୍ଲକ ସଭାପତି ଡକ୍ଟର ବନମାଳୀ ଦାସ ମହୋଦୟଙ୍କ ତତ୍ତ୍ୱାବଧାନରେ ଆଜି ଦଳିତ ଆଦିବାସୀ ମାନଙ୍କୁ ଆମେ ସମସ୍ତେ କୃଷି କାର୍ଯ୍ୟ ମଧ୍ୟ ଆରମ୍ଭ କରିଛୁ। ସେ ମଧ୍ୟ ସହଯୋଗ କରିଛନ୍ତି, କୃଷି କାର୍ଯ୍ୟ କରିଛନ୍ତି। ମୋ ଶ୍ରୀ ଦଶାନନ୍ଦ ଦେହୁରୀ ଆଉ ଆମ ଘର ଷଡ଼ଙ୍ଗୀ। ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସରେ ପ୍ରଭୁ ଜଗନ୍ନାଥଙ୍କର ଅଖ ମୁଠି କରାଯାଇଥିଲା ବା ଅଖ ଧରାଯାଇଥିଲା। ସେହି ପରିପ୍ରେକ୍ଷୀରେ ଚାଷୀ ଭାଇମାନଙ୍କର ଯେଉଁ ଅକ୍ଷୟ ତୃତୀୟାରେ ଆଉ ସେ ଅଖ ମୁଠି ବାହିବେ ଏବଂ ଧାନ ଅନୁକୂଳ କରିବେ। এই অক্ষয় তৃতীয়া দিন ধান অনুকূল কলে ধরিত্রী মা শস্য শ্যামলা দেব এবং চাষী ভাই মানে উপকৃত হবে। সেই দৃষ্টিରୁ অক্ষয় তৃତୀୟା সিদ্ধার্ଥ মহাপুରୁଷ ମାନେ ଆଗରୁ କରିଛନ୍ତି। ଆଜି ଆମର ବ୍ଲକର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବନମାଳୀ ଦାସଙ୍କର ତତ୍ତ୍ୱାବଧାନରେ ଆଜି ଲହଡ଼ା ଗ୍ରାମରେ ଅକ୍ଷୟ ତୃତୀୟା ଅଖମୁଠି ଅନୁକୂଳ କରାଗଲା। ସେଥିପାଇଁ ଧନ୍ୟବାଦ ଦେଇ ମୋର ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।